ହଁ ସାର୍ କରୁଛନ୍ତି କରୁଛନ୍ତି ଜଏନ୍ କହୁଛନ୍ତି ହେଲା। ହଁ ହେଲା। ଆଜ୍ଞା ସାର୍ ହଁ ନମସ୍କାର। ହଁ 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 ନମସ୍କାର। କେତେ ଜଣ ପିଲା ଅଛନ୍ତି? ଆଚ୍ଛା। ହଁ ହଁ। ତାହେଲେ କୁହ କଣ କୋଉଠୁ କଣ ତମର? ହଁ। ତାହେଲେ ଠିକ ଅଛି ପିଲାମାନେ ପ୍ରଶ୍ନ ପଚାରନ୍ତୁ। ଆଜ୍ଞା ସାର୍ ନମସ୍କାର। ହଁ। ହ୍ୟାଲୋ। ଆଜ୍ଞା ସାର୍ ନମସ୍କାର। ସାର୍ ଆମେ ଆନ୍ସର୍ସ ଯେତେବେଳେ ଲେଖିବୁ ସାର୍ ପେପର 2 ର ସାର୍ ଆମେ ନମସ୍କାର। ସିଭିଲ ସର୍ଭେଣ୍ଟ ହବୁ ନା ସାର୍। ଆମେ ତ ଆଉ ଏମିତି ଲେଖିବୁ ନା ସାର୍ ପିଜି ଲେବୁଲରେ ଯେମିତି ଲେଖନ୍ତି କି ୟୁଜି ଲେବୁଲରେ ଯେମିତି ଲେଖନ୍ତି ସାର୍। ସାର୍ ଏକ୍ଜାମ ପଏଣ୍ଟ ଅଫ ଭ୍ୟୁରୁ ସାର୍ କେମିତି ସିଭିଲ ସର୍ଭେଣ୍ଟର ପଏଣ୍ଟ ଅଫ ଭ୍ୟୁରୁ ସାର୍ କେମିତି ଆନ୍ସର୍ସ ରିପ୍ରେଜେଣ୍ଟ କରିବୁ ସାର୍ ସାର୍ ପେପର 2 ରେ ସାର୍। କାଇଁ ହଉଛି ସେ ରିଜାଇନିଂ ହଉଛି କଣ ମାନେ? ହଁ ହଁ। ହଁ ଶୁଣାଗଲା। ହଉ କୁହ। ସାର୍ ଆନ୍ସର୍ସ କେମିତି ସାର୍ ରିପ୍ରେଜେଣ୍ଟ କରିବୁ ସାର୍ ସେଇଟା ବିଷୟରେ ପଚାରୁଥିଲି। ଆନ୍ସର ସିଟ୍ ସାର୍ ଆନ୍ସର୍ସ କେମିତି ଲେଖିବୁ ସାର୍ ଭଲ ପେପର କି 2 କଥା ବୁଝିବ ଟିକେ ଆନ୍ସର ବୁଝେଇଥିଲେ ସିଟ୍ ସାର୍। କଣ ଅଛି? ସାର୍ ସେ ଆନ୍ସର୍ସ ପେପର ପେପର 2 1 ରେ ଆଉ ସାର୍ 2 କେମିତି ଆନ୍ସର ଲେଖିବୁ ସିଟ୍ ସେଇଟା କଥା କଣ ବୁଝେଇଥିଲେ। ଅଛି? ନା ସାର୍ ନା ନା ମୁଁ କେମିତି ଲେଖିବ କହିଲି କହିଲେ ଯେ ତମେ? ସିଭିଲ ସର୍ଭେଣ୍ଟର ପଏଣ୍ଟ ଅଫ ଭ୍ୟୁରୁ ତ କେମିତି ସେଇଟା ଲେଖିବୁ ସାର୍? ଆମେ ତ ମାନେ ନା ନା ପିଜି ଲେବୁଲରେ ସାର୍ ଯେମିତି ଆନ୍ସର୍ସ ଲେଖନ୍ତି ସାର୍ ସେମିତି ଲେଖିବୁ ନା ପୋଏମ୍ ସାର୍ ଯେମିତି କବିତା ଟାଇପର ଅଛି ସାର୍ ସେଟାକୁ ଆମେ ବୁଝେଇକି ଲେଖିବୁ ନା ସାର୍ କେମିତି ଲେଖିବୁ? ଶୁଣ ପ୍ରଥମ କଥା ସେଥିରେ ଏବେ ଯୋଉ ବ୍ୟବସ୍ଥା ହେଇଛି ସେ ଖାତାରେ ପ୍ରଶ୍ନ ଲେଖି ଦିଆଯାଉଛି। ଆଜ୍ଞା ସାର୍। ତମକୁ 1 ରୁ ଆଜ୍ଞା ସାର୍। ଶେଷ 15 ନମ୍ବର ପ୍ରଶ୍ନ କି 14 ନମ୍ବର ପ୍ରଶ୍ନ ସେ ସବୁ ଆଜ୍ଞା ସାର୍। ଯେମିତି ନିର୍ଦ୍ଦେଶ ଦିଆଯାଇଛି ସେମିତି ଲେଖିବ। ଏବଂ ସେମାନେ ମାତ୍ର 3 ପୃଷ୍ଠା କି 4 ପୃଷ୍ଠା ଭିତରେ ଦଉଛନ୍ତି। 3 ପୃଷ୍ଠା ବୋଧହୁଏ ଦଉଛନ୍ତି। ତମେ ଅଧିକ ଲେଖିପାରିବ ନାହିଁ। ଆଜ୍ଞା ସାର୍। ଅଧିକ ଲେଖିବାକୁ ଜାଗା ନାହିଁ। ଆଜ୍ଞା। ମୁଁ ଯାହା କହୁଛି ଗୋଟିଏ ତ ମନେ ରଖିକି ଆଜ୍ଞା ବୁଝିବ। ସାର୍। ତେଣୁ 3 ପୃଷ୍ଠା ଭିତରେ ତୁମକୁ ଉତ୍ତରଟି ଲେଖିବାକୁ ପଡିବ। ପ୍ରଥମ କଥା। ଦ୍ଵିତୀୟ କଥା ସିଏ କହୁଛି 10 ନମ୍ବର ବା 15 ନମ୍ବର ପ୍ରଶ୍ନର ଉତ୍ତର ଦଉଛ। ଏଠି 50 ନମ୍ବର 60 ନମ୍ବର ବା 40 ନମ୍ବର ଆଗ ପରି ଯେମିତି ପଡୁଥିଲା ଏବେ ଆଉ ସେପରି ପଡୁନାହିଁ। 40 ନମ୍ବର ଗୋଟିଏ ପ୍ରଶ୍ନ ପାଇଁ ଯେତିକି ଲେଖିବ 10 ବା 15 ନମ୍ବର ପ୍ରଶ୍ନର ଆଜ୍ଞା ଉତ୍ତର ସାର୍। ସେତିକି ହବ ନାହିଁ ବହୁତ କମ ହବ। ତେଣୁ ବହୁତ ଉତ୍ତର ଆଜ୍ଞା ସାର୍।
ଅତି ସଂକ୍ଷିପ୍ତ 250-300 ଶବ୍ଦ ଭିତରେ ତୁମକୁ ଲେଖିବାକୁ ପଡିବ। ଯେହେତୁ ଏହି ବ୍ୟବସ୍ଥାଟି ଏକ ନିୟମରେ ପରିଣତ ହେଇଛି, ସେମାନେ ନିୟମ କରିଦେଇଛନ୍ତି, ତେଣୁ ତୁମକୁ କେମିତି ଉତ୍ତର ଲେଖିବାକୁ ପଡିବ। ତମେ ଏମଏରେ ବା ଅନ୍ୟତ୍ର ଉତ୍ତର ଦେଲା ବେଳେ ବହୁତ ଇଣ୍ଟ୍ରୋଡକ୍ସନ ବା ଉପକ୍ରମ ଦଉଥିଲ, ସେ କବି ବିଷୟରେ, ସେ ଲେଖା ବିଷୟରେ। ବର୍ତ୍ତମାନ ସେସବୁର କୌଣସି ଆବଶ୍ୟକତା ନାହିଁ। ତୁମକୁ ଉତ୍ତର ଆରମ୍ଭ କରିବା ପରେ ଯାହା କହିବାର କଥା ସଂକ୍ଷେପରେ ତୁମକୁ ଉତ୍ତର ଦବାକୁ ପଡିବ ଏବଂ ଉତ୍ତର ଆରମ୍ଭରୁ ସେ ଯେଉଁ କଥାଟି କହୁଛି ସେଇ କଥାଟି କହିବ। ଧରାଯାଉ ପଡିଲା ଲକ୍ଷ୍ମୀର ଅଭିସାର ଗଳ୍ପରେ ମନୋଜ ଦାସଙ୍କର ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ବିଷୟରେ ଆଲୋଚନା କର। ଇଏ ହେଉଛି ପ୍ରଶ୍ନ। ଏ ପ୍ରଶ୍ନର ଉତ୍ତର ତମେ କଣ ଲେଖିବ? ମନୋଜ ଦାସଙ୍କ ବିଷୟରେ ଲେଖିବାର କିଛି ଆବଶ୍ୟକତା ନାହିଁ। ଯେ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣଟି କଣ ସେ ବିଷୟରେ 4-5 ଧାଡି ବିଷୟରେ ତମେ ସୂଚନା ଦବ ଏବଂ ସେ ଗଳ୍ପ ସଂକଳନରେ ଯେତୋଟି ତମର ଗଳ୍ପ ଅଛି, 5ଟି ଗଳ୍ପ, ସେ ବିଷୟରେ ଲେଖିବ। ଯେ ଲକ୍ଷ୍ମୀର ଅଭିସାର ଗ୍ରନ୍ଥଟିରେ ପଠିତ 5ଟି ଗଳ୍ପ ମଧ୍ୟରେ ପ୍ରଥମ ଗଳ୍ପ ଲକ୍ଷ୍ମୀର ଅଭିସାର। ଏ ଲକ୍ଷ୍ମୀର ଅଭିସାର ଗୋଟିଏ ସାଧାରଣ ଛୋଟ ଝିଅର ମନସ୍ତତ୍ୱକୁ କେନ୍ଦ୍ର କରି ରଚିତ। ମନ୍ଦିରକୁ ଗଲା ପରେ ଲକ୍ଷ୍ମୀ ନିଜ ଶିଶୁ ଜୀବନର ସମସ୍ୟା ସମ୍ପର୍କରେ ଠାକୁରଙ୍କ ସହିତ କଥାବାର୍ତ୍ତା ହେଇଛି। ଇଏ କଥାବାର୍ତ୍ତା ଏକ ଆତ୍ମିକ ଆଳାପ ବୋଲି ମନେ ହୁଏ। ଏହି ଆଳାପ ସମୟରେ ନିଜ ପାରିବାରିକ ଦୁଃଖ ଜଣାଇ ତାର ସମାଧାନ କରିବା ପାଇଁ ନିବେଦନ କରିଛି। ମଧ୍ୟାହ୍ନ ସମୟ ବା ଖରା ବେଳ, ସାଧାରଣ ଭାଷାରେ ଖରା ବେଳ, ଦେଖିଲା ପୂଜାରୀ ଶୋଇଛି। ଗୋଟିଏ କଦଳୀ ସେ ଧରିକି ଚାଲି ଆସିଲା। ଏହାପରେ ଯାହା ଘଟିଲା ସେଥିରେ କରୁଣାତ୍ମକ କଥାଟି ହେଉଛି ଲକ୍ଷ୍ମୀର ମୃତ୍ୟୁ। ମାତ୍ର ଯେଉଁମାନେ ମନ୍ଦିର ସହିତ ସମ୍ପୃକ୍ତ ସେମାନେ ଏକ ମିଟିଂ କରି ମତାମତ ଦେଲେ ଯେ ଠାକୁର ଭାରି ପ୍ରତ୍ୟକ୍ଷ, ତାଙ୍କର ସମ୍ପତ୍ତି ହଡପ କରି ନେଇଥିବାରୁ ଲକ୍ଷ୍ମୀର ମୃତ୍ୟୁ ଘଟିଲା। କିନ୍ତୁ ଲେଖକ କହିବାକୁ ଚାହିଁଛନ୍ତି ଯେ ମନ୍ଦିର ନିର୍ମାଣ ବେଳେ ସେଇ ଲୋକମାନେ ଯେଉଁ ଯେଉଁ ଅପକର୍ମ କରିଥିଲେ ସେ କଥା ସେମାନେ ଉପଲବ୍ଧି କରିଲେ ନାହିଁ। ଏହି ସମୟରେ ପୂଜାରୀ ଆତ୍ମସଚେତନ ହେଇ କହିଲା, ହେ ପ୍ରଭୁ, ଆସନ୍ତା ଜନ୍ମକୁ ମତେ ଜୀବହୀନ କରି ଜନ୍ମ ଦିଅ। ଏହି କଥାଟି ଭାରି ଗୁରୁତ୍ୱପୂର୍ଣ୍ଣ ଓ ସଂକେତ ମୂଳକ। ଅର୍ଥାତ୍ ସେ ବ୍ରାହ୍ମଣ, ପୂଜାରୀ ଓ ବୟସ୍କ ଲୋକ, ଏହିପରି ଜଣେ ଲୋକ ମୁଖରେ ଲକ୍ଷ୍ମୀ କଦଳୀ ଚୋରି କରି ନେଲା ବୋଲି ହୁଲ୍ଲା ବା ପାଟିତୁଣ୍ଡ କରିବାର କୌଣସି ଆବଶ୍ୟକତା ନଥିଲା। ମାତ୍ର ତା ଜିଭରୁ ଖସିଗଲା, ଯାହା ଫଳରେ ଘଟଣା
ତାର ନିୟନ୍ତ୍ରଣରେ ରହିଲା ନାହିଁ ଓ ଲକ୍ଷ୍ମୀର ଜୀବନ ଦୀପ ଲିଭିଗଲା। ଦ୍ୱିତୀୟ ଗଳ୍ପ ଗୁଡ଼ି ଗଳ୍ପ। ଗୁଡ଼ି ଗଳ୍ପରେ ଜଣେ କିଶୋରର ଗୁଡ଼ି ଉଡ଼େଇବାର ଯୋଉ ଆଗ୍ରହ ସେଇ କଥା ବର୍ଣ୍ଣନା କରାଯାଇଛି। ଗୁଡ଼ି ଉଡ଼ାଇ ଜମିଦାର ଦ୍ୱାରା ଅଭିଯୁକ୍ତ ହୋଇ ଜେଲ ଭୋଗୁଥିଲା କୁଞ୍ଜ। ଯେଉଁଦିନ ଜେଲରୁ ଫେରିଲା ଦେଖିଲା ଗୋଟିଏ ସଭାରେ ଜମିଦାର କହୁଛନ୍ତି, ମୁଁ ଯଦି ମିଛ କହୁଛି ଏଇ ସମୟରେ ମୋ ମୁଣ୍ଡରେ ବଜ୍ରପାତ ହବ। ତାର କଥା ଶେଷ ନ ହେଉଣୁ କୁଞ୍ଜର ଏକ ପ୍ରହାରରେ ବା ଆଘାତରେ ଜମିଦାର ମୃତ୍ୟୁବରଣ କରିଲା। କିନ୍ତୁ ଗପରେ ଲେଖକ ଯାହା କହିବାକୁ ଚାହୁଁଛନ୍ତି ତାହା ହେଉଛି କୁଞ୍ଜର ଗୁଡ଼ି ଉଡ଼େଇବାରେ ଯେଉଁ ଆଗ୍ରହ, ଜେଲ କାନ୍ଥ ଡେଇଁ କରି ଆକାଶରେ ଉଡୁଥିବା ଗୁଡ଼ିକୁ ସେ ଗୋଡ଼ାଉଛି। ତା ପଛରେ ପୋଲିସ ବାହିନୀ ଚାଲିଛନ୍ତି, କିନ୍ତୁ ସେ ସବୁକୁ ନଜର ନ ଦେଇ ଗୁଡ଼ିକୁ ଆଖିରେ ରଖି କେତେବେଳେ ସମୁଦ୍ର ଭିତରେ ସେ ମିଶିଗଲା ତାହା ଜଣା ପଡ଼ିଲା ନାହିଁ। ଚମତ୍କାର ବ୍ୟଙ୍ଗ କରିଛନ୍ତି ଲେଖକ। ବ୍ୟଙ୍ଗ କରିଛନ୍ତି ବ୍ୟବସ୍ଥାକୁ, ଆଇନ କାନୁନକୁ, ପୋଲିସ ବାହିନୀର ଶାନ୍ତି ଶୃଙ୍ଖଳାକୁ ଏବଂ ବିଶେଷ କରି ଏକ ସାମାଜିକ ବ୍ୟବସ୍ଥାରେ ଯେଉଁଠି ଗୁରୁଜନ ବା ଜମିଦାର ଶ୍ରେଣୀୟ ଲୋକମାନେ ବରାବର ମିଛ କୁହନ୍ତି। ଏହିପରି ଏକ ବ୍ୟବସ୍ଥା ଭିତରେ କୁଞ୍ଜର ସ୍ୱାଧୀନ ଚିନ୍ତା, ସ୍ୱାଧୀନ ଭାବରେ ଜୀବନଯାପନ କରିବାର ଇଚ୍ଛା ନିଶ୍ଚିତ ରୂପେ ବ୍ୟାହତ ହେବ। ତୃତୀୟ ଗଳ୍ପ ବ୍ୟାଘ୍ରାରୋହଣ। ବ୍ୟାଘ୍ରାରୋହଣ ଚରମ ଉପହାସର କଥା। ମାଳିଙ୍କ ଠାରୁ ଆରମ୍ଭ କରି କଟୁଆଳ, ରଟୁଆଳ, ମନ୍ତ୍ରୀ ଓ ଶେଷରେ ରଜା ଯେପରି ଭାବରେ ବାଘ ପିଠିରେ ବସିବା ପାଇଁ ଅଭିନୟ କରିଲେ, ଶେଷରେ ରାଜାଙ୍କର ହୃଦବୋଧ ହେଲା ଯେ ବାଘ ଉପରେ କେବଳ ବସିପାରନ୍ତି ରାଜକୁମାର। ଅପରିଣାମ ଦର୍ଶିତାର ଇଏ ଗୋଟିଏ ପରିଣତି। ରାଜକୁମାର ବାପାଙ୍କ ବା ରାଜାଙ୍କ ଆଦେଶ ପାଳନ କରି ବାଘ ପିଠିରେ ବସିଲେ। ସେ ଜାଣିଥିଲେ ପରିଣତି କଣ ହେବ, କିନ୍ତୁ ଆଦେଶ ପାଳନ କରିବା ପୁଅର ଧର୍ମ ଭାବିକରି ସିଏ ଦୁଃସାହସ କରିଲେ। ଏହି ଗଳ୍ପଟି ରାଜନୈତିକ ବ୍ୟବସ୍ଥାରେ ଯେଉଁ ସବୁ ଅସୂୟା, ଅପରିଣାମ ଦର୍ଶିତା, ଅହଙ୍କାର, ଆତ୍ମବଡ଼ିମା ପ୍ରଭୃତି ଗୁଣ ରହିଛି, ସେହି ଗୁଣକୁ ଲେଖକ ଚରମ ବ୍ୟଙ୍ଗ କରିଛନ୍ତି। ମଧୁବନର ମେୟର, ଜଣେ ମେୟର ସ୍ଥାନୀୟ ଲୋକ କିପରି ଅସହାୟତାରେ ପଡ଼େ ଓ ଅସହାୟତାରେ ପଡ଼ି ଦୁର୍ଦ୍ଦଶା ଭୋଗ କରେ, ତାର ଗୋଟିଏ ଚିତ୍ର ଏଥିରେ ଦେଖିବାକୁ ମିଳେ। ନଈରେ ଗାଧୋଉଥିଲା ବେଳେ କୂଳରେ ଥିବା ତାଙ୍କ ଲୁଗା ଗାଈ ଖାଇଗଲା, କିନ୍ତୁ ସେ ଜଣେ ଝିଅ ଠାରୁ ଗୋଟେ ଲୁଗା ପାଇ ନିଜର ଲଜ୍ଜା ଢାଙ୍କି କରି ଯେତେବେଳେ ନଗରରେ ପହଞ୍ଚିଲେ, ଦେଖିଲେ ଯେ ନଗରର ଲୋକମାନେ ତାଙ୍କର ଅନୁପସ୍ଥିତିକୁ ତାଙ୍କର ମୃତ୍ୟୁ ବୋଲି ଭାବି ଶୋକ ସଭା କରୁଛନ୍ତି। କିନ୍ତୁ ଶୋକ ସଭାରେ ଯାହା ସେ ଶୁଣିଲେ, ବକ୍ତାମାନେ ନିଜର ଆତ୍ମବଡ଼ିମା
ନିଜର ଗୌରବ ଓ ମେୟରଙ୍କ ସହିତ ସମ୍ବନ୍ଧ ଆଳରେ ଯାହା କହୁଛନ୍ତି ସେ ସବୁ ହେଉଛି ପ୍ରବଞ୍ଚନା ମୂଳକ। ଏଥିରୁ ଜଣାପଡ଼େ ଆମ ଜାତୀୟ ଜୀବନରେ ଯେଉଁମାନେ ବିଜ୍ଞ ବୟସ୍କ ପଦାଧିକାରୀ ସେମାନଙ୍କର ସ୍ଥାନ ସମୟ କାଳ ପାତ୍ରର ବିଚାର ନଥାଏ। ଫଳରେ ସେମାନେ ଲକ୍ଷ୍ୟଚ୍ୟୁତ ହେଇ ଯାହା କୁହନ୍ତି ବା କରନ୍ତି ତାହା ସମାଜ ପାଇଁ ଆଦର୍ଶ ସ୍ଥାନୀୟ ହୋଇପାରେ ନାହିଁ, ବରଂ ସାମାଜିକ ମାନଙ୍କୁ ବିଭ୍ରାନ୍ତ କରେ। ଏମିତି 4ଟି ଗଳ୍ପ ଗଲା। ଆଉ ପଞ୍ଚମ ଗପ ହଉଛି କୁମ୍ଭୀରିଣୀ ନା କଣ? କୁମ୍ଭୀରିଣୀ ତ ଆଜ୍ଞା ସାର୍ ହ୍ୟାଲୋ, କିମ୍ବିରିଣୀ। ହଁ କୁମ୍ଭୀରିଣୀ। କୁମ୍ଭୀରିଣୀ ଗୋଟିଏ ଲୋକ ଗଳ୍ପ ଆଶ୍ରିତ ରଚନା। ଝିଅଟିଏକୁ କୁମ୍ଭୀର ନେଇ, ତମେ ଆଉ କୌଣସି କଥା ଏତେ ଆଲୋଚନା କରିବାର ସମୟ ନାହିଁ। ଝିଅଟିକୁ କୁମ୍ଭୀର ନେଇଗଲା ପରେ ବହୁଦିନ ଅନ୍ତ ହେଇଗଲା। ଝିଅ କିମ୍ଭୀର ସାଙ୍ଗରେ ମହାସମୁଦ୍ର ଦର୍ଶନ କଲା ଓ ବିପୁଳ ଅନୁଭୂତି ପାଇଲା। କିନ୍ତୁ ଯେତେବେଳେ ତାର ଗାଁର କଥା ମନେ ପଡ଼ିଲା, କୁମ୍ଭୀର ତା କଥାକୁ ସମ୍ମାନ ଦେଇ କୂଳରେ ଛାଡ଼ି ଦେଇ ଗଲା। ତାପରେ କୁମ୍ଭୀରିଣୀ କୁମ୍ଭୀର ପାଖକୁ ଫେରି ନାହିଁ। ନିଜର ପାରିବାରିକ ଅବସ୍ଥା ହେତୁ ସେ ଏକାକୀ ହେଇଗଲା। କ୍ରମେ ଯେତେବେଳେ ବୟସ ହେଇଗଲା ବା ବୁଢ଼ୀ ହେଇଗଲା, କୌତୂହଳ ବଶତଃ ଜଣେ ବିଦେଶୀ ଲୋକ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲା। ସେ ସାକ୍ଷାତକାରରେ କୁମ୍ଭୀରିଣୀ ନିଜର ଅତୀତ ବିଷୟରେ ଯେଉଁ ସବୁ କଥା କହୁଥିଲା ତାକୁ ମନ ଦେଇକିରି ଶୁଣୁଥିଲେ ସାହେବ, ଏବଂ ଶେଷରେ ପିଲାମାନଙ୍କର କୌଣସି ଉତ୍ତର ସେ ଦେବା ପାଇଁ ପ୍ରସ୍ତୁତ ନଥିଲେ। କିଛି ଦିନ ପରେ ସେ ଚିଠିରେ ତାଙ୍କର ଅନୁଭୂତିର କଥା ଜଣାଇ ଦେଲେ। ସେଇଥିରୁ ବୁଝା ପଡ଼ିଲା ଯେ ସେ ସେଇ କିମ୍ଭୀରିଣୀ ଠାରୁ ଗପ ଶୁଣୁଥିବା ମୁହୂର୍ତ୍ତରେ ସିଏ ଗୋଟିଏ ଭିନ୍ନ ଲୋକରେ ବାସ କରୁଥିଲେ, ଏଇ ବାସ୍ତବ ଲୋକରେ ନଥିଲେ। ଏଇଟି ହେଉଛି ଗଳ୍ପର କେନ୍ଦ୍ରବିନ୍ଦୁ। ଅର୍ଥାତ୍ ଲୋକ ଗଳ୍ପ ଆମକୁ ଗୋଟେ ଭିନ୍ନ ଜଗତକୁ ନେଇଯାଏ, ଏକ ଅପରିଚିତ ଅନନୁଭୂତ ଜଗତକୁ ନେଇଯାଏ। ଯେଉଁ ଜଗତକୁ ନିଏ ସେ ଜଗତ ବିଷୟରେ ଆମେ କିଛି ଜାଣୁନା। ତା କୌତୂହଳପୂର୍ଣ୍ଣ କିନ୍ତୁ ପ୍ରଶ୍ନ ମୂଳକ ନୁହେଁ। ତା କୌତୂହଳପୂର୍ଣ୍ଣ କିନ୍ତୁ ସନ୍ଦେହ ବା ସଂଶୟ ମୂଳକ ନୁହେଁ। ଲୋକ ଗଳ୍ପ ଗୁଡ଼ିକ ଅତୀତର ଜନଶ୍ରୁତି, ଜନବିଶ୍ୱାସ ସମ୍ପର୍କିତ। ଆମେ ତାକୁ ଯଦି ସେହିପରି ଅତୀତର ଏକ ଶ୍ରୁତି ବୋଲିକିରି ବା ଅତୀତର ଏକ ଘଟଣା ବୋଲିକିରି ମନେ କରି ନଉ, ତାହେଲେ ଆମେ ଆନନ୍ଦ ପାଇବା। ବିଜ୍ଞାନ ବା ତର୍କ ଖୋଜିଲେ ଆମେ ଯଥାର୍ଥ ଆନନ୍ଦ ପାଇପାରିବା ନାହିଁ। ଏହିପରି ଗପ ଗୁଡ଼ିକ ଭିତ୍ତିରେ ଲେଖକ କହିବାକୁ ଚାହିଁଛନ୍ତି ଯେ ଆମର ପରିପାର୍ଶ୍ୱ ଜଗତ, ଆମର ପ୍ରାଚୀନ ସାଂସ୍କୃତିକ ଧାରା ଓ ବର୍ତ୍ତମାନ ଜୀବନ ଭିତରେ କେତେ ଫରକ ରହିଛି। ଏ ଫରକ ଏଇଥିପାଇଁ ରହିଛି, ଆଜିର ବିଜ୍ଞାନବାଦୀ ମଣିଷ,
ବିଜ୍ଞାନବାଦୀ ବା ଯୁକ୍ତିବାଦୀ ମଣିଷ ଅତୀତର ସଂସ୍କାରରୁ ମୁକ୍ତ ହୋଇ ଭାବୁଛି ଯେ ସେ ଯାହା କହୁଛି ଯାହା କରୁଛି ସେ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସତ୍ୟ। ପ୍ରକୃତରେ ସେପରି କିଛି ନାହିଁ। ଯାହା ରହିଛି ଆମର ପ୍ରାଚୀନ ବ୍ୟବସ୍ଥା ଓ ପ୍ରାଚୀନ ସାଂସ୍କୃତିକ ଚିତ୍ର ଭିତରେ ତାହା ହିଁ ଆମ ଜୀବନ ପାଇଁ ଭାରି ଗୁରୁତ୍ୱପୂର୍ଣ୍ଣ। ତେଣୁ ଉତ୍ତରଟି ଏଇପରି ହବ, ମୁଁ ଯେମିତି କହିଲି ଏଥିରେ କୌଣସି ଆମେ ଇଏ ନାହିଁ, ପୁନରାବୃତ୍ତି ନାହିଁ। अब सेमिति कौनसी आमे कौनसी कथा को सेमिति भी कहूनाहु। हाँ हैला आज्ञा आज्ञा मु जेमिति उत्तरटी कहली ये उत्तरे कौनसी गौरचंद्रिका नहीं, अमुक किछि ने सीधा उत्तर तमे एई परि सब उत्तर लिखिबो। एवं या को होची या को कहा जाय प्रस्तुति। प्रस्तुति कहले 20 थर बही पढ़ी दबो से कथा नुहे। बही थरे पढ़िबो बा दि थर पढ़िबो, विषय वस्तुटी को मने रखिबो एवं 5 थर भाबिबो। थरे पढ़िले 5 थर चिंता करिबो, मते मु केमिति लिखिबी, कोन लिखिबी, तापर ताकू लिखिबो। लिखिला पर पुण ताकू पढ़िबो। ठीक समय केते समय भीतर तमे लिखुच। प्रस्तुति होउची गोटे प्रश्न को जदि तमे 15 मिनिट पाउच ताले चेष्टा करिबो मु ताकू 12 मिनिट भीतर सारिबी। 12 मिनिट भीतर सारिले तुमको 2 मिनिट 3 मिनिट मिली जिवो देखिबा पई, रिवीजन करिबा पई। एमती सब उत्तर करि सारला परे देखिबो तुमको 15-20 मिनिट मिली जिवो रिवीजन करिबा पई। ए रिवीजन करिया परे तमे जानिछ कोन हुए। भूल भाल जहाँ लिखिथिलो, वाक्य भूल, शब्द भूल बा बनान भूल, जहाँ भूल बा तथ्यगत भूल तमे ताकू सुधारी दे पारिबो। प्रस्तुति कहले एया, तमे एबे प्रस्तुति करला बेले पढ़िबो, उत्तर लिखिबो, घड़ीटी देखिबो, आउ खाता बही किछि देखिबो नहीं। उत्तरटी केते मिनिट नौची ताकू नजर करिबो। तापरे ताकू आउ थरे पढ़िबो, बही देखिबो, भूल लिखला कि ठीक लिखिलो। जदि ठीक लिखा होता है ताले बहुत भल कथा। से नोटटी पढ़िबो। आ बाहर कोठु नोट खोजिबो से सब कथा नुहे। तमे पढ़िच जानिच किंतु केमिति लिखिबा को हुए सेटा तमे जानिन, बा जदि बा जानिच ठीक काम बेलू को तमे ठीक सेटा के लिखि पारुना। एटा होची हमरो पिलांकर असुविधा। कौन लिखिबी द्वंद्व पड़िकी जहाँ लिखि दौच से गुड़िक अनेक समय अनावश्यक हो जाउछि। तापर कुह कौन कहबो पचार। हाँ डेरी कले हबनी, चटापट पचार तमे चुपचाप बसिले केमती हम सर रसकन्नड़ लाभदेवती सर ए दिटा केमती रिप्रेजेंट करिवो कि सर हमर हे गला जेंति भागवतर 11 स्कंद सर जदु अवधूत संवाद हो गले। ने तमे कथाटा गुड़ू सेमिति नुहे। तमे कौन पढ़िबो मु तुमको कहीदेवी, कोटा पढ़िबो कोटा छाड़िबो मु तुमको कहीदेवी।
तो से कथा चिंता कर नहीं मु ଆଜ୍ଞା जहा ସାର୍ कहली तमे ताको नोट कर नेल कि बा रेकर्डिंग करल कि ଆଜ୍ଞା ସାର୍ ना नहीं प्रस्तुतिटा केमिति ଆଜ୍ଞା ସାର୍ हब मु से विषय तुमको कहूची ये विषय तुमर कौन प्रश्न मत पचार अवशिष्ट कथा मु कहबी से दायित्व मोर तमे सेटा चिंता करनी मु जहा कहली मु तो कही देई गली मूलरू माने आमूल चूल कही देई गली मु तो कोठी माने रही जाइनी थकी जाइनी अटकी जाइनी पुनरावृत्ति करी नहीं क्रमान्वये जेमिति लिखिबार कथा मु सेमिति कहली प्रत्येक गल्प रो स्वतंत्र आवेदन अछि तार गोटे स्वतंत्र प्रश्न भी अछि सेतु आम कौन शिखिजु से गुड़ाक बड़ कथा नुहे गल्प रे जहा कुहा जाइछि तमे तो केमिति बुझिछ सेटा आम पे बड़ कथा जीवन शिक्षा पे तमे पढ़ुन चाकरी पे तमे पढ़ुछ यही कथा को नजर देव मु चाकरी पे पढ़ुछि चाकरीटा पाइबा भली जहा जेमिति कले मु पाई परिबी मते से कामटी करिया पड़िबो थोड़ा बही घांटी हब नहीं आड़ू साड़ू किछि दरकार नहीं मु उत्तर सब गोटी गोटी करी कहीदेवी से उत्तर को तुम केते मने रखिल तार ऊपर निर्भर करुची मु से गोटे उत्तर रे अनेक प्रश्नर उत्तर गोटे मु करी गोटे उत्तर देवी जो थे अनेक प्रश्न हो पारिबो बा जेकोसी एमिति हबो जेकोसी प्रश्न आसिले तमे से उत्तरटी मध्य लिखि दे पारिबो गोटे टेक्स्ट रु 5 प्रकार 7 प्रकार प्रश्न हो पारे जो 5 प्रकार 7 प्रकार प्रश्न हो पारे बोलिकी मु कहूची तार भाषाटा अलगा किंतु वक्तव्य गोटे तुम्हें प्रमाण कर जे मनीष जीवनर असहायता ठारू आउ बड़ भयंकर अवस्था किछि नाही लक्ष्मीर अभिसार गल्प अवलंबन रे कथा को प्रमाण कर जहा जेमिति कर से गोटे कथा को तुम्हें लिखा पड़ो प्रश्न विविध प्रकार किंतु उत्तर गोटे प्रकार जदि तुम्हें से बहीटी को से विषयटी को भल भाव बुझीच ताले से उत्तर गोटे प्रकार हम तुम कौशल अवलंबन करिया पड़िबो को भाषा रे प्रश्न पचारि जदि से भाषा रे पचारि जे इति कौन व्यक्तिर विज्ञता रो अभाव बा व्यक्तिर जाको दुर्वासना कुवासनार अभाव कुवासनार प्रभाव कि व्यक्तिर स्वाधीन चिंता बा स्वाधीनतार अभाव ये भली प्रश्न जदि पड़ी थाए तमे से कथा बार बार लिख गोटे कथा गोटे उत्तर किंतु प्रश्न रे जो कथाटी को पचरा जाइछि से कथाटी कथा तमे से लिखिबो सेठी बुझछ ना को हाँ पढ़ू ना क्वेश्चन कौटू आसो क्वेश्चन कौन अच्छी कि क्वेश्चन न कले मु कौन करि परिबि कहून
ହଁ ସେ ସବୁ ପଢି ନାହାନ୍ତି ଟେକ୍ସଟ ସବୁ ଟେକ୍ସଟ ହଁ ନାଇଁ, ଡରିବାର କିଛି କଥା ନାହିଁ ଏମିତି ମାନେ ଡରିଲେ ତ ସବୁବେଳେ ସବୁଠି ଡରିବ ନିଡର ହବା ପାଇଁ ଚେଷ୍ଟା କର ଡରିବ ପୁଣି କାହାକୁ ତମେ କାହିଁ ଭାବୁଛ ଯେ ତମେ ସବୁ ଜାଣିଛ ତମେ ଜାଣିବା ଉଚିତ ସାର୍ ସେ ସାର୍ କଥା ନୁହେଁ ସାର୍ ଗୋଟେ ହଁ ହ୍ୟାଲୋ ହଁ କଣ ସାର୍ ଗୋଟେ ହଁ କହ ପୂର୍ବ ଥର ଗୋଟେ ପ୍ରଶ୍ନ ଆସିଥିଲା ଯୋଉ ଆମର ପେପର 1 ରେ ଯୋଉ ଆସିଥିଲା ଜଗନ୍ନାଥ ଦାସଙ୍କର ଯୋଉ ଭାଗବତର ଷ୍ଟାଣ୍ଡାର୍ଡ ରୂପ ସେଇଭଳି ପ୍ରଶ୍ନ ଆସିଲେ ତାର ଉତ୍ତର କେମିତି ଲେଖାଯିବ? ଭାଗବତକୁ ଓଡ଼ିଆ ଭାଷାର ଷ୍ଟାଣ୍ଡାର୍ଡ ବା ମାନକ ଭାଷା ବୋଲି କୁହାଯାଏ ଏହାର ଅର୍ଥ ସେ ସମୟରେ ପ୍ରଚଳିତ ଓଡ଼ିଆ ଭାଷାର ସ୍ୱରୂପ ବା ଲକ୍ଷଣ ତାଙ୍କ ଭାଗବତରେ ପ୍ରତିଫଳିତ ହୋଇଛି କିନ୍ତୁ ଆମେ ଭାଷାର ଇତିହାସ କଥା ବିଚାର କରିଲେ ଦେଖାଯିବ ଯେ ଭାଗବତ ରଚନା ପୂର୍ବରୁ ଶାରଳା ଦାସ ମହାଭାରତ ଓ ବଳରାମ ଦାସ ଦାଣ୍ଡି ରାମାୟଣ ଲେଖିଥିଲେ ଏ ଦୁଇଟି ଗ୍ରନ୍ଥ ଓଡ଼ିଆ ସାହିତ୍ୟର ବୃହତ ଗ୍ରନ୍ଥ ଏବଂ ମହାଭାରତକୁ ସଂସ୍କୃତରେ ଇତିହାସ କୁହାଯାଏ ଓ ରାମାୟଣକୁ କାବ୍ୟ ବୋଲି କୁହାଯାଏ ମାତ୍ର ଓଡ଼ିଆରେ ଉଭୟ ମହାଭାରତ ଓ ରାମାୟଣ ଗୋଟିଏ ଲେଖାଏ ପୁରାଣ ଓଡ଼ିଆରେ ଏ ପୁରାଣ ପରମ୍ପରା ଗୋଟିଏ ପ୍ରଚଳିତ ଥିଲା ପୀତାମ୍ବର ଦାସ ଲେଖିଛନ୍ତି ଯେ ମହାଭାରତ ଦାଣ୍ଡି ରାମାୟଣ ଜଗନ୍ନାଥ ଦାସଙ୍କ ଭାଗବତ ନୃସିଂହ ପୁରାଣ ପୀତାମ୍ବର ଦାସଙ୍କ ନୃସିଂହ ପୁରାଣ ଓ ଅଚ୍ୟୁତାନନ୍ଦଙ୍କ ହରିବଂଶ এই ପାଞ୍ଚଟି ଗ୍ରନ୍ଥ ଓଡ଼ିଶାରେ ପୁରାଣ ବୋଲି ପରିଚିତ ଓ এই ପାଞ୍ଚଟିକୁ ନେଇ ଗୋଟେ ପୁରାଣ ସଂଘ ପ୍ରଚଳିତ ଥିଲା ଆମେ ଦେଖିଲେ ଯେ ସଂସ୍କୃତ ପରମ୍ପରା ଠାରୁ ଓଡ଼ିଆ ପରମ୍ପରା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ସଂସ୍କୃତର ଅଷ୍ଟାଦଶ ପୁରାଣ ମଧ୍ୟରେ ମାତ୍ର ଭାଗବତଟି ସ୍ଥାନ ପାଇଛି ଅନ୍ୟ ଚାରୋଟି ଗ୍ରନ୍ଥ ପୁରାଣ ପର୍ଯ୍ୟାୟକୁ ଆସନ୍ତି ନାହିଁ କିନ୍ତୁ ଆମେ ଦେଖିବା ଯେ ଓଡ଼ିଆ ଭାଷାର ବିକାଶରେ ଏ ଦୁଇଟି ଗ୍ରନ୍ଥର ଅବଦାନ ଅକଳ୍ପନୀୟ ଏହାର ଭାଷା ସମ୍ପୂର୍ଣ୍ଣ ଭାବରେ ଲୋକମୁଖର ଭାଷା ଏହାର ଛନ୍ଦ ହେଉଛି ଦାଣ୍ଡି ବୃତ ଅର୍ଥାତ୍ ଛନ୍ଦଟି ବହୁତ ସରଳ ଗାନ ଯୋଗ୍ୟ ଓ ଗାନ କରିଲା ଭିତରେ ଗାୟକ ବା ପାଠକ ନିଜ
ଆବଶ୍ୟକତା ଅନୁସାରେ ସେ ବିରାମ ନିଏ। ଏଥିପାଇଁ ଦାଣ୍ଡି ବୃତ୍ତଟି ଭାରି ଉପଯୋଗୀ। କିନ୍ତୁ ଭାଗବତ, ଜଗନ୍ନାଥଙ୍କ ଭାଗବତ ନବାକ୍ଷରୀ, ଅର୍ଥାତ୍ ବୃତ୍ତର ନାମ ନବାକ୍ଷରୀ ବା ଭାଗବତ। ଏଇଟି ସମ୍ପୂର୍ଣ୍ଣ ଭାବରେ ସଂସ୍କୃତ ପୁରାଣର ଅନୁବାଦ। ସଂସ୍କୃତରେ ପୁରାଣ ଗୁଡ଼ିକ ଭିତରେ ଭାଗବତକୁ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଏ। ତାର କାରଣ ଯେ କୃଷ୍ଣ ଚରିତ ବର୍ଣ୍ଣନା କରିଲା ବେଳେ ବ୍ୟାସଦେବ ବହୁ ଦାର୍ଶନିକ ତତ୍ତ୍ୱ ଓ ତଥ୍ୟର କଥା କହିଛନ୍ତି। ଭାରତ ବର୍ଷରେ ରାଜତ୍ୱ କରୁଥିବା ସୂର୍ଯ୍ୟବଂଶୀ ରାଜାମାନେ ପ୍ରସିଦ୍ଧ ଥିଲେ। ସେମାନେ ଯେମିତି ଧାର୍ମିକ ସେହିପରି ବୀର। ସେମାନଙ୍କର କାହାଣୀ ଭାରତବର୍ଷର କାହାଣୀ। ସେଇଥିପାଇଁ ବ୍ୟାସଦେବ ଆରମ୍ଭରୁ ଭାରତବର୍ଷର ରାଜାମାନଙ୍କ ଚରିତ୍ର କଥା କହିଛନ୍ତି ଏବଂ ତା ସହିତ ବ୍ରାହ୍ମଣ୍ୟ ଧର୍ମର ବହୁ ତାତ୍ତ୍ୱିକ ବ୍ୟାଖ୍ୟା କରିଛନ୍ତି। ବ୍ରହ୍ମଚାରୀ, ଯୋଗୀ, ଋଷି, ମୁନି, ରଜା ଓ ଶାସନ ବ୍ୟବସ୍ଥା ସମ୍ପର୍କରେ ସେ ଯଦୁଙ୍କ ଠାରୁ ଆରମ୍ଭ କରି ଦଶମ ସ୍କନ୍ଦ ପର୍ଯ୍ୟନ୍ତ ଆସିଲା ବେଳକୁ ଶ୍ରୀକୃଷ୍ଣଙ୍କ ଆଖ୍ୟାନ ଆରମ୍ଭ କରିଛନ୍ତି। ତେଣୁ ଦଶମ ସ୍କନ୍ଧରେ ଯୋଉ 2ଟି ଖଣ୍ଡ ରହିଛି, ସେଇ ଖଣ୍ଡରେ ଶ୍ରୀକୃଷ୍ଣଙ୍କ ଲୀଳାର କଥା କୁହାଯାଇଛି। ଆଖ୍ୟାନ ଦୃଷ୍ଟିରୁ ଭାଗବତର ଗୁରୁତ୍ୱ ବହୁତ। ଠିକ ସେଇଭଳି ଭାରତୀୟ ଦର୍ଶନ, ମୁନି ଋଷି ମାନଙ୍କର ଯୋଗ ବା ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ବା ସାଧନ ତତ୍ତ୍ୱ, ଯୋଗ ତତ୍ତ୍ୱ ବା ସାଧନ ତତ୍ତ୍ୱ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ବା ଯୋଗ ତତ୍ତ୍ୱ, ବୈଷ୍ଣବ ମାନଙ୍କର ସଂଜ୍ଞା ଓ ବୈଷ୍ଣବ ମାନଙ୍କର ଆଚରଣ, ଋଷି ମାନଙ୍କର ଆଚରଣ, ଏହିପରି ବହୁ କଥା ଭାଗବତରେ କୁହାଯାଇଛି। ଅର୍ଥାତ୍ ଓଡ଼ିଆ ଜନଜୀବନରେ ଭାଗବତ 2ଟି ପ୍ରକାର କାର୍ଯ୍ୟ ସାଧନ କରେ। ପ୍ରଥମ, ଯେ ପୁରାଣର କଥାବସ୍ତୁକୁ ସହଜରେ ବର୍ଣ୍ଣନା କରେ। 2ରେ ନାନା ପ୍ରକାର ଦାର୍ଶନିକ ବିଚାରକୁ ଅତି ସହଜ ସରଳ ଭାବରେ ବୁଝାଇ ଦିଏ। ଆମେ ଭାଗବତ ପଢ଼ିଲେ ଦେଖୁ ଯେ ଏହା ନବାକ୍ଷରୀ ବୃତ୍ତରେ ରଚିତ ହୋଇଥିବା ହେତୁ ତା ଖୁବ ସହଜରେ ପାଠ କରି ହୁଏ ଏବଂ ଏପରି ସେଥିରେ କଥା କୁହାଯାଇଛି, ଦର୍ଶନର ଗୂଢ଼ ବା ଦର୍ଶନର ରହସ୍ୟ କଥା ଗୁଡ଼ିକ ନ ବୁଝିଲେ ମଧ୍ୟ ପାଠକ ମନ ଭିତରେ ଗୋଟେ ଭିନ୍ନ ଭାବ ଆସେ। ଯେଉଁ କଥା ଗୁଡ଼ିକ ସେ କହିଛନ୍ତି
ଦାର୍ଶନିକ କଥା ଗୁଡ଼ିକୁ ସରଳ ଭାଷାରେ କହିଛନ୍ତି, ସେଇ କଥା ଗୁଡ଼ିକ ବହୁ ଗୁରୁତ୍ୱପୂର୍ଣ୍ଣ କଥା। ଯେମିତିକି ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି। ଏଥିରେ ତତ୍ତ୍ୱ ଅଛି, କିନ୍ତୁ ପାଠକ ତତ୍ତ୍ୱକୁ ଖୋଜେ ନା। ଏଇ ପଦ୍ଧତିର ମର୍ମ ସେ ଉପଲବ୍ଧି କରେ। ଯେମିତି ଅରଣ୍ୟେ ଅଜଗର ପ୍ରାୟେ, କର୍ମ କଷଣେ ଦେହ ସହେ। ଏ ଗୋଟେ ଉପମା। ଉପମା ମାଧ୍ୟମରେ ସେ କହିଲେ, ଅଜଗର କଥା ଅଛି, ଅଜଗର ଅନ୍ୟ ସାପକ ପରି ସର ବା ଦ୍ରୁତ ଗତିରେ ଚାଲିପାରେ ନାହିଁ। ତେଣୁ ଗୋଟିଏ ଜାଗାରେ ସେ ପଡ଼ିକି ରହେ ଏବଂ ପଡ଼ିକି ରହି ସେ ଖାଦ୍ୟକୁ ଅପେକ୍ଷା କରେ। ଇଏ ହେଉଛି ତାର ଭାଗ୍ୟ। ଏଇ କଥାଟିକୁ ଆମେ ଆମ ଜୀବନ ସହିତ ମିଶେଇ ଦେଖିଲେ, ଯେକୌଣସି ଦୁଃଖୀ ଲୋକ କର୍ମରେ ବିଶ୍ୱାସ କରିଲେ ମଧ୍ୟ କର୍ମ କରିବା ପାଇଁ ସୁଯୋଗ ପାଏ ନା ବା ଇଚ୍ଛା ହୁଏ ନା। ସେ ଆପଣା ଭାଗ୍ୟକୁ ଆଦର କରି ପଡ଼ିଥାଏ। ଏହିପରି 5-6ଟା ତମେ ଉଦାହରଣ ଦେଇପାରିବ। ଏଇଭଳି ଆଉ ଗୋଟିଏ ଉଦାହରଣ, ଆମେ ଯୋଉ କଣ ତା ନା ଅବଧୂତଙ୍କ ସମ୍ବାଦରୁ ଜାଣିପାରୁଛୁ। ଯଦୁରାଜଙ୍କ ପ୍ରଶ୍ନରେ ଅବଧୂତ ଯାହା କହିଲେ ଯେ ସେ 24ଟି ଗୁରୁଙ୍କୁ 24ଟି ତତ୍ତ୍ୱକୁ ଗୁରୁ କରିଛନ୍ତି। ଏଇ 24 ତତ୍ତ୍ୱ ଭିତରେ ରହିଛନ୍ତି 666 କିରି। ଆମର ପ୍ରାକୃତିକ ବ୍ୟବସ୍ଥାରୁ, ଯେମିତିକି ଜଳ, ପବନ, ଅଗ୍ନି, ଇଏ ସବୁ ସେ ଗୁରୁ କରିଛନ୍ତି। କପୋତ ପକ୍ଷୀ, ସେ କନ୍ୟା ଫନ୍ୟା ଇତ୍ୟାଦି ଇତ୍ୟାଦିକୁ ସେ ଗୁରୁ କରିଛନ୍ତି। ଏହାର ଅର୍ଥଟି ହଉଛି ଆମର ଜଡ଼ ଜଗତ ଓ ଜୀବ ଜଗତ ବାହାରେ ଆଉ ଗୋଟିଏ ଜଗତ ଅଛି। ସେ ଜଗତକୁ ଆମେ ଚିହ୍ନୁନା, ଦେଖୁନା ବା ଜାଣୁନା। କିନ୍ତୁ ଆମ ଆଚରଣ ଭିତରେ ସେ ଜଡ଼ ଜଗତ ବିଷୟରେ ଆମେ ଭାରି ସଚେତନ ହେଇଯାଉ। ଈଶ୍ୱର ଓ ଆତ୍ମା କଣ, ଏକଥା କୌଣସି ଭାରତୀୟକୁ ବୁଝାଇ କରି କହିବା ଦରକାର ନାହିଁ। କାରଣ ଜୀବନକୁ ଭାରତୀୟ ଗୋଟିଏ ସଂସ୍କାର ବୋଲି ଭାବି ନିଏ। ଏଇ ସଂସ୍କାର ଅର୍ଥ ପୂର୍ବ ପୁରୁଷ ମାନଙ୍କ ଠାରୁ, ସେମାନଙ୍କର ଆଚରଣରୁ ସେ ବହୁତ କଥା ଶିଖି ଯାଇଥାଏ। ଏଣୁ ଆମେ କହିପାରିବା, ଆମର ସାମାଜିକ ଜୀବନ ଏହିପରି ଆଧ୍ୟାତ୍ମିକ ମୂଲ୍ୟ ଯୁକ୍ତ ଯେ ଆମେ ଅନେକ କଥା ନ ପଢ଼ି, ଦେଖି ଶୁଣିକରି ବା ପୂର୍ବପୁରୁଷଙ୍କୁ ଅନୁକରଣ କରି ଜୀବନ ଆଗେଇ ନେଇଥାଉ ଓ ଜୀବନକୁ ଦୁଃଖପୂର୍ଣ୍ଣ ବୋଲି ଭାବି ନଥାଉ। ସମଗ୍ର ଭାଗବତରେ ଏଇ କଥା କୁହାଯାଇଛି। ତାହା ଯଦୁରାଜଙ୍କର ଜିଜ୍ଞାସା ଓ ଅବଧୂତଙ୍କ ପ୍ରଶ୍ନ ଉତ୍ତର ଛଳରେ ସେ କହିଛନ୍ତି ଯେ ମଣିଷକୁ
ଏଇ ମଣିଷକୁ ସମାଜ ଭିତରେ ବଞ୍ଚିବାକୁ ହେଲେ ବଞ୍ଚିବାକୁ ହେଲେ ପ୍ରାକୃତିକ ଶକ୍ତି ବା ଜଡ଼ ଶକ୍ତି ରୁ କିଛି ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। କିଛି ପରିବେଶର ଶୃଙ୍ଖଳାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ଆଚରଣକୁ ଦେଖିବାକୁ ପଡ଼ିବ। ଯେମିତି ସେ ବାଳିକା କଥା କହିଲେ, ଯେମିତି ସେ ଧାନ କୁଟୁଥିବା ବ୍ରାହ୍ମଣ କୁମାରୀ କଥା କହିଲେ, ଯେ କାଚ ଝଣଝଣ ହଉଥିଲା, ସେ କାଚ ସବୁ କାଢି ନେଲା, ଗୋଟିଏ କାଚ ଯେତେବେଳେ ରହିଲା ଆଉ ସେ ଝଣଝଣ ହେଲା ନାହିଁ। ଗୋଟିଏ ସୁନ୍ଦର କଥା କହିଲେ, ବହୁତ ଲୋକ ଜଇଁ ମିଳି ଅବଶ୍ୟ ଉପଜୟୀ କଳି। ଯେହେତୁ ହାତରେ ବହୁତ ସଂଖ୍ୟା ଥିଲା, ତେଣୁ ଝଣଝଣ ଶବ୍ଦ କରୁଥିଲା। ତେଣୁ ବହୁତ ଲୋକ ଯଦି ପରସ୍ପର ଭିତରେ କଥା ହେବେ, ତାହା ଶବ୍ଦ କରିବ ଓ ତାହା କ୍ରମଶଃ ଗୋଟେ ବିଶୃଙ୍ଖଳା ବା ଝଗଡ଼ାରେ ପରିଣତ ହବ। ତେଣୁ ଏଇ ଯୋଉ ଉପଲବ୍ଧି ଜଗନ୍ନାଥ ଦାସଙ୍କର ବ୍ୟକ୍ତିଗତ ଜୀବନରୁ ହଉ ବା ଶାସ୍ତ୍ରରୁ ସେ ଶିଖିଥାନ୍ତୁ, ଅତି ସରଳ ଭାଷାରେ ଆମମାନଙ୍କୁ କହିଦେଇଛନ୍ତି ସୁନ୍ଦର ଗୋଟିଏ ଉଦାହରଣ ଭିତରେ। ଯେମିତିକି ସେ କପୋତ ପକ୍ଷୀ ଗୁରୁ ମୋର କହିଛନ୍ତି, କପୋତ ପକ୍ଷୀର ଦୁଃଖ କଥା ସେ କହିଛନ୍ତି। ପୁଅ ଝିଅ ପତ୍ନୀ କୁ ରକ୍ଷା କରିବାକୁ ଯାଇକରି କପୋତ ଯେମିତି ଜାଲରେ ପଡ଼ିଗଲା ଓ ସମସ୍ତେ ସେ ଶବରର ଆହାର ହେଲେ ବା ଶିକାରୀର ଆହାର ହେଲେ, ଏହା ଗୋଟିଏ ଉପଦେଶାତ୍ମକ ଆଖ୍ୟାନ। କଣ ନା, ସଂସାର ମାୟାରେ ପଡ଼ିଗଲେ ସେ ମାୟାରୁ ଆଉ ମୁକ୍ତି ମିଳେ ନାହିଁ ଏବଂ ଶେଷରେ ଦୁଃଖ ଭୋଗ କରିବାକୁ ହୁଏ ବା ଦୁଃଖ ଭୋଗ କରି କରି ମରଣକୁ ଭେଟିବାକୁ ପଡ଼େ। ଏହିପରି କେତୋଟି ଉଦାହରଣ ଦେଇଦେବା କଥା। 4-5ଟି ଉଦାହରଣ ଛଳରେ ସେ ଯାହା କହୁଛନ୍ତି, ଆମ ପ୍ରଶ୍ନର ଉତ୍ତର ଆମେ ସେଥିରେ ପାଇଯିବା। ଏ କଥାଟାକୁ ତମେ ମନେ ରଖିଲେ ଯେକୌଣସି ପ୍ରଶ୍ନର ଉତ୍ତର ଦିଆଯିବ, ମୁଁ କହିଲି ଥରେ, ସେ ପ୍ରଶ୍ନ ଯାହା ପଚାରିଛି ସେହି କଥାକୁ 2-3 ଥର ଉଦାହରଣ କରିଦେବ, ଲେଖିଦେବ, ସବୁ ଉତ୍ତର ସମାନ ହେଇଯିବ, କିଛି ଅସୁବିଧା ନାହିଁ। ଅତି ସତ କଥା। ପ୍ରଶ୍ନ ଲେଖି ଆମେ ଯେତେବେଳେ ଖାତା ଦେଖୁଛୁ, ଆମେ ଜାଣିଲୁ ଗୋଟେ ପ୍ରଶ୍ନ ଏମିତିଆ ଅଛି। ପିଲାଟା ସେ ପ୍ରଶ୍ନକୁ ଆଧାର କରିକି ଲେଖିଛି କି ନାଇଁ, ଏକଥା ଆମେ ଜମା ଦେଖୁନା। ସେ ଯାହାଟା ଲେଖିଛି ଠିକ ବୁଝିଛି କି ନାହିଁ, ମୂଳ ବିଷୟଟାକୁ ବୁଝିଛି କି ନାହିଁ, ପରୀକ୍ଷକ ସେ କଥା ଦେଖେ। ତେଣୁ ପ୍ରଶ୍ନ ଆଉ ଉତ୍ତର ଭିତରେ ଅମେଳ ଥାଇପାରେ, କିନ୍ତୁ ଯଦି ପିଲାଟି ଯାହା ଲେଖିଛି ସେ ଭଲ କି ବୁଝିଛି କଥାଟା, ସେଥିରେ ତାକୁ ଆମେ ନମ୍ବର ଦେଇଦଉ। ତେଣୁ ପ୍ରଶ୍ନ କଣ ପଡ଼ିଛି, ପ୍ରଶ୍ନ ଅନୁସାରେ ଲେଖିଲେ ତ ଅଲଗା କଥା, କିନ୍ତୁ ପ୍ରଶ୍ନରେ ଏଇଟା ଲେଖିବାକୁ ପଡ଼ିବ, ଏଇଟା ଲେଖିବାକୁ ପଡ଼ିବ ନାହିଁ, ସେ କଥା ବୋଲି କିଛି ନାହିଁ। ବୁଝ କଥା। ହଉ, ତାପରେ ସାର୍ ନମସ୍କାର। ସାର୍ ଆମର ଯୋଉ କ୍ୱେଶ୍ଚିନ୍ ପଡୁଛି ଯୋଉ ପେପର 1 ରେ, ଆମେ ସେଇଟା ମାନେ ପଏଣ୍ଟ ୱାଇଜ କରିକି ଲେଖିବା ନା ପାରାଗ୍ରାଫ ୱାଇଜ ଲେଖିଲେ ଭଲ ହବ?
एका कथा पाराग्राफ जहाँ पॉइंट तो 1 2 3 न करिकी जदि पाराग्राफ करदेव किसी असुविधा नहीं 1 2 लिखिले किसी असुविधा नहीं 1 2 न लिखिकी सी पाराग्राफ करदेले भी किसी असुविधा नहीं आज्ञा सर कौनटा लिखियो सेटा बड़ कथा पॉइंटटा बड़ कथा नुहे पॉइंट लिखिकी पॉइंट गोटे लिखि आलोचना कर आउ गोटे कथा से असुविधा हम केमिटी लिखिले तो अलग कथा विषय कौन जानिଛୁ से कथा पचारे पैराग्राफ करू पॉइंट करू ए कथा को कहीं चिंता करूछु ते सेटा शेष कथा बुझिलु आज्ञा सर हाँ तापरे ते पचार तमे चुपचाप रहउतो केमिति कोन हबो से जो व्याकरण कह अच्छे जमती कि अर्थ विज्ञान वाक्य विज्ञान रूप विज्ञान सेटा हमें केमती देखिबो माने ए केमती शुण शुण उदाहरण शुण 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 आज्ञा गोटे सर गोटे रह मु बुझ हाँ तमे गोटे गोटे पेपर सारिकी जा गोटे गोटे टॉपिक सारिकी जा आम तो बर्तमान आम सेकेंड पेपर कथा उठी फास्ट पेपर को आज्ञा जाई सर नहीं जिते फास्ट पेपर को जीवा से प्रश्न पत्र पचार आज्ञा सर हाँ मु प्रथमे तुमको धरा जाऊ सारा महाभारत अच्छी कोटा अच्छी तुम गदा पर्व ना कौन आज्ञा सर गदा पर्व ना को आज्ञा को पर्वटा अच्छी गदा पर्व गदा पर्व हाँ ଅଛି। ग- हाँ गदा पर्व मु धर से कथा को आरंभ करी सारला महाभारतर गदा पर्व केतोटी करुण कहानी को नेइकर संकलित आमे जानिचु जे संस्कृत रे व्यासदेव महाभारत लिखिथिले किंतु सारला दास महाभारत लिखिला बेले व्यासंकु अनुकरण करी नाहंती एणु संस्कृत ठारू यह भिन्न संस्कृत रे गदा पर्व बोली स्वतंत्र पर्व नाही ताहा शल्य पर्वर अंश विशेष किंतु सारला दास गदा पर्व कल्पना करिसंती गोटे भिन्न कारणरू ताहा हेउची महाभारत विचार करिले एहा करुण रस को प्राधान्य देइछि वीर रस विभत्स रस भयानक रस श्रृंगार रस ओ वीर रस ये केतोटी रस मुख्य स्थान लाभ करिछि गौण रस भाव मु कहला करुण रस कहली बा हाँ गौण रस भाव विभत्स रस हास्य रस स्थान पाइछि एथिरु बुझा जीव जे सारला दास महाभारत सारला दास
ଗଦା ପର୍ବ କଳ୍ପନା କରିଲା ବେଳେ ଗୋଟିଏ ବିଷୟବସ୍ତୁ କିପରି ଆଗେଇ ପାରିବ ସେ ବିଷୟରେ ସଚେତନ ହେଇଛନ୍ତି। ମହାଭାରତ ଯୁଦ୍ଧରେ ଯେଉଁଦିନ ଗୋଳ ଯୁଦ୍ଧ ହେଲା, ଗୋଳ ଯୁଦ୍ଧ ମାନେ ମୁଁ ତମକୁ ବୁଝଉଛି। ଯୁଦ୍ଧରେ ନିୟମ କଣ ନା ବୀରକୁ ବୀର, ବଡ ବୀରକୁ ବଡ, ଅତି ବୀର ସହିତ ଅତି ବୀର ଲଢିବ। ସମସ୍କନ୍ଦ ବୀର ସହିତ ସେ ଲଢିବ, ଆଉ ସାଧାରଣ ବୀର ସହିତ ଜଣେ ବଡ ବୀର ଲଢିବ ନାହିଁ। ତେଣୁ 18 ଦିନ ଯୁଦ୍ଧ ବେଳକୁ ଶେଷ ଯୁଦ୍ଧ ଯେତେବେଳେ ଘଟିଲା ସେତେବେଳେ ଆଉ କୌଣସି ନିୟମ ରହିଲା ନାହିଁ। ଯିଏ ଯାହାକୁ ସହିତ ଯୁଦ୍ଧ କରିପାରିଲା, ଯିଏ ଯାହାକୁ ମାରିପାରିଲା। ସେ ଯୁଦ୍ଧକୁ କୁହାଗଲା ଗୋଳ ଯୁଦ୍ଧ। ଯେମିତି ଗଣ୍ଡଗୋଳ ହେଲେ କିଏ କାହାକୁ ମାରିଲା, କିଏ ଝୁରି ବୁସିଲା, କିଏ ଠେଙ୍ଗାରେ ପିଟିଲା, ଠିକଣା ନଥାଏ, ଏଠିକି ସେଇଭଳି। ତେଣୁ ଗୋଳ ଯୁଦ୍ଧ ଉପନୀତ ହେଲା ବେଳେ ଲେଖିବ ତମେ, ମହାଭାରତର ଶେଷ ଦିନ ଗୋଳ ଯୁଦ୍ଧ ଆରମ୍ଭ ହୋଇଛି। ଏଥିରେ ଯେ କେହି ବୀର ଅନ୍ୟ ଯେ କୌଣସି ବୀର ସହିତ ଯୁଦ୍ଧ କରିପାରେ। এই ଯୁଦ୍ଧରେ ଦୁର୍ଯ୍ୟୋଧନ ପୁଅ କଣଟା ନା ଲକ୍ଷ୍ମଣ କୁମାର। ଦୁର୍ଯ୍ୟୋଧନ ପୁଅ ଯେ ମରଲା, ଲକ୍ଷ୍ମଣ କୁମାର। ହଁ, ଲକ୍ଷ୍ମଣ କୁମାରକୁ ଘରକୁ ଫେରେଇ ଦେଇଛି। କିନ୍ତୁ ଲକ୍ଷ୍ମଣ କୁମାର ଘରକୁ ଯିବା ପରିବର୍ତ୍ତେ ଯୁଦ୍ଧ କରି ନିହତ ହେଇଛି। ଏକଥା ଦୁର୍ଯ୍ୟୋଧନ ଜାଣି ନଥିଲେ। କିନ୍ତୁ ଯେତେବେଳେ ପାଣ୍ଡବମାନେ ସେ ଗୋଳ ଯୁଦ୍ଧରେ ଦୁର୍ଯ୍ୟୋଧନକୁ ଖୋଜିଲେ, ଦୁର୍ଯ୍ୟୋଧନ ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସହଜ ବାଟଟି ଖୋଜିଲା, ଆଶ୍ରୟସ୍ଥଳୀ ଖୋଜିଲା। ଏବଂ କଣଟା ନା ଭୀଷ୍ମ, ସରଶଯ୍ୟାରେ ଶୋଇଥିବା ଭୀଷ୍ମଙ୍କ ଠାରୁ ପରାମର୍ଶ ନେଇ ସେ ବ୍ୟାସ ସରୋବରକୁ ଗଲା। ବ୍ୟାସ ସରୋବରକୁ ଯିବାକୁ ହେଲେ ସାରଳା ଦାସ କଳ୍ପନା କରିଛନ୍ତି ଯେ ପଛେଇ ପଛେଇ ଯିବା। ତେଣୁ ପଛେଇ ପଛେଇ ଯାଇ ବାଟରେ ଭେଟିଲା ଗୋଟିଏ ରକ୍ତ ନଦୀ। ଦେଖିଲା ରକ୍ତ ନଦୀ ବହୁତ ଭୟଙ୍କର, ବହୁ ଗଭୀର ନଦୀ, ତରଙ୍ଗ ବା ଲହଡ଼ି ମାରି ନଦୀ ଗର୍ଜନ କରି ଚାଲିଛି। ସେ ସମୟରେ ସେ କିପରି ନଦୀ ପାରି ହବ ସେ ଚିନ୍ତା ମୁଣ୍ଡରେ ପଶିଲା। କ୍ରମଶଃ ସେ ଦେଖିଲା ଯେ ଗୋଟିଏ ଗୋଟିଏ ଶବ ଭାସି ଆସୁଛି। ସେ ଭାବିଲା ଶବକୁ ଆଶ୍ରୟ କରି ନଦୀ ପାରି ହେଉଯିବ ବୋଲି, କିନ୍ତୁ କୌଣସି ଶବ ତାକୁ ସହାୟତା ଦେଲେ ନାହିଁ। ଶେଷରେ ଗୋଟିଏ ଶବକୁ ଆଶ୍ରୟ କରି ନଦୀ ପାରି ହେଲା ଓ ଆର କୂଳରେ, ଅନ୍ୟ କୂଳରେ ପହଞ୍ଚିବା ପରେ କୌତୂହଳ ଜାଗିଲା ଯେ ସେ ଶବଟି କାହାର।
सबको ओलटाई देखिला जे पुओ लक्ष्मण कुमार। आख्यानर बा कथावस्तुर एटी होची खूब संकटजनक बा चरम 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 करुण अवस्थार मुहूर्त। जो पुओ को घर को फेरे देइथिला तार अज्ञात सारे से युद्ध करी शव पलटि गला ओ रक्त नदी भासी आसी शेषरे निजर बाप को उद्धार करिबा पाई माध्यम होई उठिला। ये कथा को विचार करिले जे केही पाठक शोकाभिभूत होई पड़े। एणु दुर्योधनर शोकाकुल रूप शोकाकुल अवस्था क्रमश बढ़िला। युद्धरे सबको क्षय करिछि बा हरेइछि। शेषको कूल रक्षाकारी पुओ को हरैला ओ पुओर आश्रय रे विपद रूपक रक्त नई पार हला। करुण चित्रर यह भयानक रूप। कवि सारला दास ये घटना को जेपरी वर्णना करिसंती से वर्णनाटी खूब उत्कृष्ट। वर्णना उत्कृष्ट ये उत्कृष्ट जे कल्पना से करिसंती जाकि साधारण कल्पना रु बाहरे गोटे युद्ध एपरिक भयंकर युद्ध जहा रक्त क्षय करिछि से रक्तर गोटे नदी होई पारे। रक्तर नदी बही जाई पारे रण क्षेत्र रे। ये कल्पनाटा होची बड़ अतिशय बा अत्युक्ति कल्पना। अतिशयोक्ति बोली ताको हाइपर बोली कहा जाए अतिशयोक्ति वर्णना। किंतु यार काव्यिक महत्व बहुत गुरुत्वपूर्ण। नदीर आकार नदीर तीर देश नदी रे भासी आसुवा शब ये सबू होची कल्पनामूलक। तेणु कल्पना केते सुंदर होई पारे गंभीर होई पारे से कथा सारला दासंकर वर्णनारू आमे उपलब्धि करि परिबा। किंतु रस गुड़िक भितरे करुण रस को आलंकारिक माने श्रेष्ठ रस बोली कहिसंती। यही रसर उत्कर्ष दर्शेवा को जाई कवि लक्ष्मण कुमार सब भासी आसुथिबार चित्र देइछंती एवं दुर्योधन अन्य कौनसी उपाय न पाई से शबर आश्रय नेइची। शब को चिन्हिबा परे ता मन भितर जो आवेग जो शोक तैयारी हेची से शोकटी होची ए कवितार मुख्य कथा। यही अंशर बा कवितांशर मुख्य कथा। नाना गुणगान करिछि लक्ष्मण कुमारर एवं शेषे कहिछि मु तो कांधरे श्मशान भूमि को जिबा कथा
କିନ୍ତୁ ମୋର ଦୁର୍ଭାଗ୍ୟ ମୋ କାନ୍ଧରେ ତୁ ଶ୍ମଶାନ ଭୂମିକୁ ଗଲୁ ଓ ମତେ ରକ୍ଷା କରି ଗଲୁ। ତେଣୁ ତୋ ପରି ପୁତ୍ର ମତେ ମିଳୁ, ମୋ ପରି ବାପ ତତେ ନ ମିଳୁ। ଏଠି ଆମେ ଲକ୍ଷ୍ୟ କରିବାର କଥା, ଏଇ କଥାଟି ଓଡ଼ିଆ ଜାତି ପାଇଁ ଗୋଟିଏ ରୂଢ଼ିରେ ପରିଣତ ହୋଇଯାଇଛି। ଗୋଟେ ରୂଢ଼ିରେ ପରିଣତ ହୋଇଯାଇଛି। ବାପର ଭବିଷ୍ୟତ ପୁଅ, କିନ୍ତୁ ଏଠି ଓଲଟି ଗଲା, ପୁଅ ଉପରେ ନିର୍ଭର କରି ବା ଆଶ୍ରୟ କରି ବାପ ନିଜର ଜୀବନକୁ ନିରାପଦରେ ରଖିବାକୁ ପଡ଼ିଲା। ବସ୍ତୁତଃ କାହାଣୀ ଦୃଷ୍ଟିରୁ ଏହା କରୁଣ ରସପୂର୍ଣ୍ଣ ଓ ବର୍ଣ୍ଣନା ଦୃଷ୍ଟିରୁ ଭୟାନକ, ବିଭତ୍ସ, ରୌଦ୍ର ଓ ବୀର ରସ ଯୁକ୍ତ। ଏତିକି ତମେ ଲେଖିଦେଲେ ଯଥେଷ୍ଟ। ପଦ ସେଠି ମନେ ରଖିଥିବ, ମଝିରେ ଗୋଟେ ଦୁଇଟି ପଦ ମଧ୍ୟ ତମେ ଉଦାହରଣ ଦେଇପାରିବ। ଆଡୁ ସାଡୁ ଘାବରେଇବାର କୌଣସି କାରଣ ନାହିଁ। କଣ ଲେଖିବି କେମିତି ଲେଖିବି, ଏ ଘାବୁରେଇ ଯିବା ଫଳରେ ସବୁ ବହୁତ କଥା ଅବ୍ୟବସ୍ଥା ହେଇଯାଏ, ଭୁଲ ଭାଲ ହେଇଯାଏ। सर प्रणाम। सर मोर प्रश्न थिला कि ହେଲା। मृत्यु प्रति एक प्रकार आत्मसमर्पण मृत्यु भाव मृत्यु प्रति एक प्रकार आत्मसमर्पण भाव सप्तम ऋतुरे किपरि उत्तरित होइछि, एठे केमति लेखा हबो, अप्रोच कोन रहइबो? ଆମେ ଯିବା, ଆମେ ସେତେବେଳକୁ ଯିବା, ମୁଁ ସେତେବେଳକୁ ଗଲେ ସେ ପ୍ରଶ୍ନ ପଚାରିବୁ। ଆମେ ଗୋଟିଏ ଗୋଟିଏ ଆରମ୍ଭ କରିବା, ଗୋଟିଏ ଗୋଟିଏ ଶେଷ କରିବା। ତାହେଲେ ଗୋଟେ ଠିକ ଭାବରେ ଗତି କରିପାରିବା। ଟେକ୍ସଟ ଗୁଡାକ ଭଲ କି ପଢିବା କଥା। ଟେକ୍ସଟ ସେ ସପ୍ତମ ଋତୁ ପଢିଲେ ତମେ ବୁଝିପାରିବ ନାହିଁ, କିନ୍ତୁ ଟିକେ ପଢି ଦେଇଥିବା କଥା। ଆଉ କଣ ମୁଁ କହିବି ସେତେବେଳେ ସବୁ ଗୋଟେ ଗୋଟେ ବିଷୟ ଆଜି ଯାହା ହଉଛି ଆରମ୍ଭ ହେଇଗଲା, ଆଗ ଥରକୁ ତମେ ସାରଳା ମହାଭାରତର ଏଇ ଦୁର୍ଯ୍ୟୋଧନ ରକ୍ତ କଣ ଅଛି, ସାରଳା ମହାଭାରତ ସମ୍ପର୍କିତ ଯାହା ପ୍ରଶ୍ନ ତମେ ପ୍ରଶ୍ନ ଗୁଡିକ ଧରିକିରି ଆସିଥିବ, ପଚାରିବ, ମୁଁ ସେ ପ୍ରଶ୍ନର ଉତ୍ତର କହିଦେବି। ଆଉ କେମିତି ଲେଖିବେ ମୁଁ ସବୁ ବତେଇଦେବି। ବୁଝୁଛ ନା? हेलो ଆଜ୍ଞା ସାର୍। ଆଜ୍ଞା ସାର୍। ତମେ ଟେକ୍ସଟ ପୁରା ଭଲ କି ପଢ। ଟେକ୍ସଟ ନ ପଢିଲେ କିଛି ନାହିଁ। ଟେକ୍ସଟ ସବୁ ଅଛି, ଟେକ୍ସଟ ବାହାରେ କିଛି ନାହିଁ। ଟେକ୍ସଟ ବୁଝି ନ ପାରିଲେ ମୁଁ ବୁଝେଇଦେବି, ଏବଂ ଥରେ ବୁଝିଗଲେ ତାକୁ ମନେ ରଖିଲେ ତମର କୌଣସି ଅସୁବିଧା ହବ ନାହିଁ। ଯେତିକି ଦରକାର ମୁଁ ସେତିକି କହିବି, ଅଯଥା କିଛି କହିବି ନାହିଁ। ଘାବୁରେଇବ କାହିଁକି? ହେଲା। এটা ଏମିତି କେତେ ଦିନ କରିବ ତମର? ହଁ ତମେ
ଆ- ହଁ ଠିକ ଅଛି। ମୁଁ ଖାଲି ଏଇ 2-3 ଦିନ ଗୋଟେ ବ୍ୟସ୍ତ ରହିଛି। ମୁଁ 5 ତାରିଖରୁ କାଲି ପର୍ଯ୍ୟନ୍ତ ମୁଁ ରହୁନାହିଁ। ଯଦି ହେବ 5 ତାରିଖରେ କରିବ, ନହେଲେ 6 ତାରିଖରେ କରିବ, ଆଉ କଣ। ହଁ ହଁ ଠିକ ଅଛି। ସିଡ୍ୟୁଲ କର ତମକୁ। ପିଲା ପୁଣି ତାଙ୍କୁ ପିଲା ଲେଖିବେ କିଛି, ତାଙ୍କୁ ଦିଆଗଲେ ସେ ଗୋଟିଏ ଗୋଟିଏ ବର୍ଷର, ମାନେ ଗୋଟିଏ ବର୍ଷର ଗୋଟିଏ। ହୁଁ ହୁଁ ହଁ ହୁଁ ଠିକ ଅଛି। ହଁ ତମେ ଯଦି ତମ ପ୍ଲାନିଂ କରୁଛ କର। ସେ ପ୍ଲାନିଂ ଟା ମତେ କହିବ କଣ କରୁଛ, ମୋର କିଛି ଅସୁବିଧା ନାହିଁ। ଆଉ କିନ୍ତୁ ପିଲାକୁ ହଁ ହଁ ସେମାନେ କହନ୍ତୁ। ସେମାନେ କିଛି ନ କହିଲେ କେମିତି ହବ? କଣ ତାଙ୍କର ଅସୁବିଧା ହଉଛି ସେ କହିନାହାନ୍ତି। ହଁ ଏବେ ଆଜି ନ ହଉ ନ କହ, କିନ୍ତୁ ତମେ ପରବର୍ତ୍ତୀ କ୍ଲାସରେ କହିବ ଅସୁବିଧାଟା ଆମର ହଉଛି ଏଇଆ। ତେଣୁ ସେ ଅସୁବିଧାଟାକୁ ସୁଧାରିବାକୁ ଚେଷ୍ଟା କରାଯିବ। ତାପରେ ସେମାନେ ଲେଖନ୍ତୁ। ଲେଖିବା ଉପରେ ଗୁରୁତ୍ୱ ଦିଅ। ଯେତେବେଳେ ସେ ଆସୁଛନ୍ତି ଡିସ୍କସନକୁ, ଏଟା ତ ଇଏ ହଉଛି, ଏଥର ହଉଛି ସେମାନେ ଆସୁଛନ୍ତି କି ଫିଜିକାଲି ଆସୁଛନ୍ତି କି? ଆସୁନାହାନ୍ତି। ହଁ 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 କିନ୍ତୁ ଯେତେବେଳେ ସେ ଯୋଉଠି ଲେଖନ୍ତୁ ନା, ହଁ ସିଏ ଯେତେବେଳେ ଯୋଉଠି ଯେମିତି ଲେଖନ୍ତୁ, ଅନଲାଇନରେ ଲେଖନ୍ତୁ କିମ୍ବା ଫିଜିକାଲି ଲେଖନ୍ତୁ, ତାଙ୍କୁ କହିବ ସେ ଆଗରୁ ପଢିଦେବେ ଏବଂ ବହି ଖାତା ନୋଟ କିଛି ନ ଦେଖିକିରି ଲେଖିବେ। ବହି ନୋଟ ଖାତା ଦେଖିକି ଲେଖିଲେ ଆମେ ଜାଣିପାରିବନି ସେ କେତେ କଥା ବୁଝିଛନ୍ତି, ଉତାରିଲେ। ତେଣୁ ସେମାନଙ୍କର ଲାଭ କିଛି ହବନି। ସେମାନେ ଏଇଟା ବୁଝିବା କଥା। ହୁଁ, ସେଇ କଥା ତାଙ୍କୁ ବାରମ୍ବାର କହ। ହଉ।